ଜଟଣୀ ସୀତାରାମ ଛକ ଓଭରବ୍ରିଜରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟଣା। ଜଟଣୀ ଥାନା ପୋଲିସର ଅଧିକ ତଦନ୍ତ ଜାରି। ଗତକାଲି ଜଟଣୀ ସୀତାରାମ ଛକ ସ୍ଥିତ ଓଭରବ୍ରିଜରେ ଏକ ଅଜଣା ମାଲବାହୀ ଟ୍ରକ୍ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ୍ୟୁବରଣ କରିଥିଲେ। ମୃତ ବାଇକ୍ ଚାଳକ ହେଉଛନ୍ତି ପୁରୀ ମାର୍କେଣ୍ଡେଶ୍ୱର ସାହିର ଜ୍ଞାନରଞ୍ଜନ ନନ୍ଦ। ସେ ଜଟଣୀ ମୁଣ୍ଡିଆ ସାହିରେ ରହି ଜଟଣୀ କୁଦିଆରୀ ଅଞ୍ଚଳରେ ଏକ ଘରୋଇ ଏଜେନ୍ସିରେ କାର୍ଯ୍ୟ କରୁଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଚିହ୍ନଟ କରିବା ଓ ଧରିବା ପାଇଁ ଜଟଣୀ ଥାନା ପୋଲିସ ଆଜି ଦିନ 11:30 ସମୟରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଏବଂ ସିସିଟିଭି ଯାଞ୍ଚ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି।